ଭାରତର ଇତିହାସେ ଅଗଷ୍ଟ 15 ଯୁଗେ ଯୁଗେ ଲଗାଇଛି ଯେତେକ ହୁନ୍ଦର। କେତେ ହସ କେତେ କାନ୍ଦ ଏଇ ଦିନଟିରେ, କିଛି ଲେଖା ଇତିହାସେ ବାକି ବିସ୍ମୃତିରେ। ଭାରତରେ ସେତେବେଳେ ମୋଗଲ ରାଜୁତି କ୍ଷମତାର ଚରମକୁ ଟେକିଥିଲା ଛତି। ଦିଲ୍ଲୀ ସିଂହାସନେ ରାଜା ଥିଲେ ଶାହାଜାନ, ତାଙ୍କ ଚାରି ପୁଅ ମଧ୍ୟେ ଦାରା ଗୁଣ ଧାମ। ସ୍ନେହ ଦୟା ଉଦାରତା ଧର୍ମେ ସମଭାବ, ପ୍ରଜାଙ୍କର ପ୍ରାଣ ପ୍ରିୟ ସରଳ ସ୍ୱଭାବ। ନିଜ ଅନ୍ତେ ରାଜ୍ୟ ଭାର ଦେବେ ବୋଲି ତାଙ୍କୁ ଇଚ୍ଛିଲେ ସମ୍ରାଟ କହି ନଥିଲେ କାହାକୁ। ଦିଲ୍ଲୀ ସିଂହାସନେ ଯଦି ବସିଥାନ୍ତେ ସେହି, ଭାରତର ଇତିହାସ ଥାନ୍ତା ନ ହୋଇ। 1659 ସାଇ ଅଗଷ୍ଟରେ ନାହିଁ ନ ଶୁଣିବା କଥା ଘଟିଲା ଦିଲ୍ଲୀରେ। ମାତର ଔରଙ୍ଗଜେବ ତୃତୀୟ କୁମର, ଈର୍ଷାରେ ହୃଦୟ ତାଙ୍କ ହେଲା ତରବର। ହତ୍ୟା କରି ଦାରାକୁ ସେ ଥୋଇ ଗଧ ପରେ, ବୁଲାଇଲେ ନେଇ ସାରା ଦିଲ୍ଲୀ ସହରରେ। ଘୋର ଦୁଃଖ ପ୍ରଜାକୁଳ ହୃଦଗଲା ବହି, ମୁହଁ ଖୋଲି ପଦୁଟିଏ ନ ପାରିଲେ କହି। ଔରଙ୍ଗଜେବ ବଳାଇଲେ କଠୋର ଶାସନ, କଲା ତାଙ୍କ ଧର୍ମ ନୀତି ରାଜ୍ୟର ପତନ। ତାଙ୍କ ବଂଶଧରମାନେ ଶାସନେ ଦୁର୍ବଳ, ଭାଙ୍ଗିଲେ ସାମ୍ରାଜ୍ୟ ବହୁ ଶକ୍ତିଶାଳୀ ଦଳ। ରାଜପୁତ ମରହଟ୍ଟା ଶିଖ ଆଦି ଜାତି, ଛୋଟ ଠୋର ରାଜ୍ୟ କଲେ ଆପଣା ରାଜୁତି। ଲଢୁଥାନ୍ତି ପରସ୍ପର ସାଥେ କାରବାର ବାର ଭାଇ ଆଖଡ଼ାରେ ଦେଶ ଛାରଖାର। ଇଂରେଜ ବେପାରୀ ସେତେବେଳ ଏ ଦେଶରେ, କୋଠିମାନ ଖୋଲିଥାନ୍ତି ବେପାର ଆଶାରେ। ରବର୍ଟ କ୍ଲାଇଭ୍ ଥିଲେ ବହୁତ ଚତୁର, ବୁଝିଗଲେ କେତେ ବେଗେ ଖଣ୍ଡ ରାଜ୍ୟ କାରବାର। କୌଶଳ କରି 1756ରେ ବଙ୍ଗର ଦିୱାନୀ ଭାଗ ନେଲେ। ଅଗଷ୍ଟରେ ବ୍ରିଟିଶ ସାମ୍ରାଜ୍ୟବାଦ ଅଙ୍ଗୁଳି ପ୍ରବେଶ, ଧୀରେ ଧୀରେ ଗ୍ରାସ କରିଗଲା ସାରା ଦେଶ। ଏ ଚାତୁରୀ ବୁଝିଗଲେ ରାଜ୍ୟ ରାଜାମାନେ, କୁହୁଳିଲା ବିଦ୍ରୋହର ନିଆଁ ତାଙ୍କ ମନେ। 1775 ଅଗଷ୍ଟ 5ରେ ଗଭର୍ଣ୍ଣର ଜେନେରାଲ ହେଷ୍ଟିଙ୍ଗ କାଳରେ, ମହାରାଜା ନନ୍ଦ କୁମାରଙ୍କ ହେଲା ଫାଶୀ। ବିଦ୍ରୋହରେ ଲିପ୍ତ ବୋଲି କଲେ ତାଙ୍କୁ ଦୋଷୀ। 18 ଅଗଷ୍ଟରେ ପ୍ରସରେ ଘୋଷଣା, ନୁହନ୍ତି ବ୍ରିଟିଶ ଖାଲି ବେପାରୀରେ ଗଣା। କଳେ ବଳେ କୌଶଳେ ଆପଣା ଶାସନ, ଜାରି କରି ଦେଇଛନ୍ତି ଭାରତରେ ଜାଣ। ଧରିଲେ ବ୍ରିଟିଶ ହାଡ଼େ ହାଡ଼ ଭଙ୍ଗା ନୀତି, କରଦ ରାଜ୍ୟ ଗଢ଼ିଲେ ସବୁ ରାଜ୍ୟେ ଜିତି। ମନୋଦ୍ଦେଶ ମନେ ରଖି ସବୁ ରାଜାମାନେ, ଏକଜୁଟ ହେଲେ 1857। ବ୍ରିଟିଶ କବଳୁ ଦେଶ କରିବେ ଉଦ୍ଧାର, ସିପାହୀ ବିଦ୍ରୋହ ନାମ ଏ ଯୁଦ୍ଧ ପ୍ରଚାର। ଦବାଗଲା ଏ ବିଦ୍ରୋହ କଠୋର ନୀତିରେ, 1858 ଅଗଷ୍ଟ ମାସରେ। ବଣିକ ଦଳଙ୍କ ହାଡ଼ୁ ଶାସନର ଭାର, ବ୍ରିଟିଶ ନରେଶ ନେଲେ ଆପଣା ଉପର। 1917 ଅଗଷ୍ଟ ମାସରେ, ସ୍ୱାୟତ୍ତ ଶାସନ ବିଲି ଆଗତ ଦେଶରେ। ମଣ୍ଟେଗୁ ଚେମସ୍ଫୋର୍ଡ ରିପୋର୍ଟ ହୋଇଲା ପ୍ରକାଶ, ସ୍ୱାଧୀନତା ଅବଶେଷ ହେଲା ଅବଶେଷ।
ଦିନୁ ଦିନୁ ବ୍ରିଟିଶର ଶାସନ ପ୍ରବଳ, ଦେଶରେ ବଢ଼ିଲା କ୍ରମେ ବିଦ୍ରୋହୀଙ୍କ ଦଳ। ତିଳକକୁ ଖେଲେ ଆଦି ଏ ଦେଶ ନେତାଗଣ, ଜାତୀୟ କଂଗ୍ରେସ ଦେଶେ କରିଲେ ଗଠନ। ଶାସନ କ୍ଷମତା କିଛି ପାଇବାର ଆଶେ, କଂଗ୍ରେସ ଦଳ ବଢ଼ାଇଲେ ସାରା ଦେଶେ। ସ୍ୱାଧୀନତା ସଂଗ୍ରାମର ନିଆଁ ଗଲା ପୋଡ଼ି, ବାମନ ପାଦ ପରାଏ ଯାଇଥିଲା ବଢ଼ି। ସତ୍ୟ ଅହିଂସା ନୀତିରେ ସାରା କାମ କଲେ, ସାରା ଦେଶ ଉଠେ ବସେ ତାଙ୍କରି କଥାରେ। ସ୍ୱାଧୀନତା ଆନ୍ଦୋଳନ ପ୍ରବଳ ବେଗ ଦେଶରେ, ଚଳାଇ ଦମନ ନୀତି ବ୍ରିଟିଶ ସର୍ଦ୍ଦାର। ନାନା ଦଣ୍ଡ ଦେଇ କଲେ ବହୁ ଅତ୍ୟାଚାର, ଜେଲ ଦଣ୍ଡ, ଫାଶୀ ଦଣ୍ଡ, ଅର୍ଥଦଣ୍ଡ ଦେଇ। ଭାବିଲେ ଏ ଆନ୍ଦୋଳନ ଯେବେ ସେ ବଢ଼େଇ, କପା ତୁଲା ଦେଇ ବେଗେ ଢାଙ୍କି ହୁଏ ନିଆଁ। ଭିତରୁ କୁହୁଥିଲେ ଉଠେ ସିନା ଧୂଆଁ। ବିପ୍ଳବୀ ଦଳ ଲୁଟିଲେ ରେଳ ବାକରିରେ 1925 ଅଗଷ୍ଟ ମାସରେ। ବିପ୍ଳବୀର ଥୋକେ ଫାଶୀ ଖୁଣ୍ଟେ ହେଲେ ଝୁଲା। ଦିନୁ ଦିନ ଆନ୍ଦୋଳନ ଅଧିକ ତେଜିଲା, କର ଅକା ରାଜନୀତି ଥରିଲେ ମହାତ୍ମା। ଏ ଡାଳରେ ଜାଗିଗଲା ଅବଦେଶ ଆତ୍ମା, ଏ ଡାକରେ ଜାଗିଗଲା ଅବଦେଶ ଆତ୍ମା। 1942 ଅଗଷ୍ଟରେ ଯେବେ ଭାରତ